ଅପଟା ହେଉଛି ପରାଜିତ ପ୍ରେମ। ପରାଜୟରେ ମ୍ରିୟମାଣ ଦିବାକର ବେଶ ବୁଝିପାରୁଛି ଯେ ତାପରେ ଜଣେ ଯେ କି ଉଠାଣିଆ ଗଡ଼ାଣିଆ ରାସ୍ତାରେ 5 କିଲୋମିଟର ସାଇକେଲରେ ଯିବାକୁ କ୍ରମେ କ୍ରମେ ଅଳସେଇ ଦେଇ ଯେକୌଣସି ଉପାୟରେ ଟଙ୍କା କେଇ ହଜାର ଯୋଗାଡ଼ ହେଲେ ସ୍କୁଟରଟେ କିଣିବାର କଳ୍ପନା କରେ ଓ ଫେରିବା ବେଳେ ବି ଘଣ୍ଟା ଘଣ୍ଟା ଧରି ବସ୍ ଷ୍ଟାଣ୍ଡରେ ବସ୍ ଅପେକ୍ଷାରେ ଠିଆ ହୁଏ ଓ ସେଥିରେ ପୁଣି ଗୋଟିଏ ବସ୍ରେ ବେଶୀ ଭିଡ଼ ଥିଲେ ବସ୍ମାନଙ୍କର ସମୟାନୁବର୍ତ୍ତିତା ଉପରେ ଆସ୍ଥା ନଥିବା ସତ୍ତ୍ୱେ ଅନାଗତ ପରବର୍ତ୍ତୀ ବସ୍ରେ ଆସିବାକୁ ପସନ୍ଦ କରେ। ବିଶ୍ୱବିଦ୍ୟାଳୟର ଡିଗ୍ରୀ ଲୋଭରେ ଶହ କେତେ ପୃଷ୍ଠାର ଇତିହାସ ଲେଖିଦେଇ ପାରେ ସିନା ଖୁବ୍ ବେଶୀ ହେଲେ, କିନ୍ତୁ ଇତିହାସ ଗଢ଼ିବା ତା ପାଇଁ ଏକ ହାସ୍ୟୋଦ୍ଦୀପକ ଆସ୍ଫାଳନ ମାତ୍ର। ଦୈବାତ୍ ଯଦି ତାର ଅର୍ଥନୈତିକ ଅବଲମ୍ବନର ଭିତ୍ତିଟି ନଷ୍ଟ ହୋଇଯାଏ, ଚା କପ୍ଟେ ପାଇଁ ତ ପକେଟରେ ପଇସା ନଥିବ, ଦାମିକା ଇଂରାଜୀ ଖବରକାଗଜ କେମିତି କିଣି ହେବ, ତାହେଲେ କେମିତି ପଢ଼ି ହେବ ବିଦେଶୀ ପତ୍ରିକା, ଭଡ଼ା ଦେଇ ନ ପାରିଲେ ଘର ତ ଛାଡ଼ିବାକୁ ପଡ଼ିବ, ଆଉ ତା ଛଡ଼ା ହେ ଭଗବାନ, ପତ୍ନୀ ନ ଭାବୁ ମୁଁ ମୋ ପ୍ରତି ତାର ପ୍ରେମକୁ ଅନ୍ୟ କିଛି ବୋଲି ଭାବୁଛି, କିନ୍ତୁ କର୍କଶ କଷ୍ଟ ଭିତରେ କ'ଣ ସୁକୁମାର ପ୍ରେମ ପ୍ରକୃତରେ ତିଷ୍ଠିପାରେ? ଯଥେଷ୍ଟ ରାଗିଗଲା ଦିବାକର ନିଜ ଉପରେ। ବାରମ୍ବାର ସେହି ଅବାଞ୍ଛିତ ଶବ୍ଦଟି ତା ପାଟିରେ ବସା ବାନ୍ଧୁଛି, ଯେତେ ଘଉଡ଼ିଲେ ବି ଯାଉନଥିବା ଘର ଛଟିଆଟିଏ ପରି। ଯେତେ ନିଜକୁ ବୁଝେଇଲେ ବି ଯେ ହାୟ ହାୟ ଛି ବୋଲି ଭଗବାନ ବି ଖାଲି ଏକ ନିର୍ଦ୍ଦିଷ୍ଟ ମାନସିକ ଅବସ୍ଥାକୁ ପ୍ରକାଶ କରିବା ଲାଗି ଧ୍ୱନ୍ୟାତ୍ମକ ଉପାୟଟିଏ ମାତ୍ର। ତଥାପି ଆଶୀର୍ବାଦ ଓ କରୁଣା ଭିକ୍ଷାର କେମିତି ଏକ ମନୋବୃତ୍ତି ସେଥିରେ ଜଡ଼ିତ ଥାଏ କେଜାଣି, ସେଥିରୁ ଖସି ହୁଏ ନା ଆଦୌ। ଏହି ବିଦ୍ରୋହ ତେଣୁ ଏଭଳି ଏକ ଗତାନୁଗତିକତାର ରୂପ ନେଲାଣି ଯେ ବେଳେବେଳେ ତାକୁ ଲାଗିଲାଣି ଏହା ବି ଏକ ଛଳନା। କିନ୍ତୁ ସାଙ୍ଗେ ସାଙ୍ଗେ ସେ ନିଜକୁ ସାନ୍ତ୍ୱନା ଦିଏ, ଏହା ସଫଳ ବିଦ୍ରୋହ ନ ହେଇପାରେ, କିନ୍ତୁ ବିଦ୍ରୋହର ଛଳନା ବି ନୁହେଁ, କାରଣ ପହିଲି ତାରୁଣ୍ୟର ସେହି ଦୁଃସାହସିକ ଆକାଂକ୍ଷାର ଦିନଗୁଡ଼ିକ, ସିଲେଇ ଛିଣ୍ଡା ତା ଜୀବନର ଫିଟି ହଜି ଉଭେଇ ଯାଇଥିବା ସେହି ପୃଷ୍ଠାମାନେ ଏକଦା ନିଶ୍ଚୟ ଥିଲେ। ତେଣୁ ଏହା ହୁଏତ ଗୋଟିଏ ଦିଗରେ ଈଶ୍ୱରଙ୍କ କର୍ତ୍ତୃତ୍ୱ ସ୍ୱୀକାର କରି ନ ପାରିବା ଓ ଅନ୍ୟ ଦିଗରେ ତାଙ୍କ କବଳରୁ ମୁକ୍ତି ପାଇ ନ ପାରିବା ପରି ଏକ ତ୍ରିଶଙ୍କୁର ଅସହାୟ ଅଭିମାନ। ଅନ୍ୟ କିଏ ହେଇଥିଲେ ପରିସ୍ଥିତିକୁ କେମିତି ମୁକାବିଲା କରନ୍ତା କେଜାଣି, କିନ୍ତୁ ଡେଣା ଦୁଇଟା ଉପାଡ଼ି ନିଆଯାଇ ନ ମରିବାକୁ ଅଭିଶାପଗ୍ରସ୍ତ ପକ୍ଷୀଟିଏ ପରି କେଉଁ ଏକ ଅଭିଶପ୍ତ ଆକର୍ଷଣରେ ମୋହାବିଷ୍ଟ ହୋଇ ତଥାପି ନିଜକୁ ସେ ସମ୍ପୂର୍ଣ୍ଣ ରୂପେ ଅର୍ପଣ କରି ପାରୁନଥିଲା ତାର ପ୍ରବଳ ଶକ୍ତିଶାଳୀ ଉକ୍ତ ପ୍ରତିପକ୍ଷମାନଙ୍କ ନିକଟରେ। ପରାଜୟର ଗ୍ଲାନିରୁ ରକ୍ଷା ପାଇବା ପାଇଁ ମୃତ୍ୟୁର ସାହାଯ୍ୟ ନେବାରୁ ସେ ନିବୃତ୍ତ ରହିଛି ଏପର୍ଯ୍ୟନ୍ତ। ଏକଦା ମୃତ୍ୟୁ ଅବଶ୍ୟ ତା ଆଗରେ ମିନ୍ କଳାଶାୟୀର ଏକ ସମୁଦ୍ର ପରି ଲାଗୁଥିଲା, ଯାହା ଭିତରେ ଥରେ ଡୁବିଗଲେ ସବୁ କ୍ଷୋଭ, ଯନ୍ତ୍ରଣା ଓ ପରାଜୟର କବଳରୁ ଖସିଯାଏ। ଏବେ କିନ୍ତୁ ମୃତ୍ୟୁ ଆଉ ଏତେ ଆକର୍ଷଣୀୟ ମନେ ହେଉନାହିଁ, ବରଂ ଲାଗୁଛି ମୃତ୍ୟୁ ବି ଗୋଟିଏ ସାଲିସ, କାରଣ ଗତାନୁଗତ ଭାବେ ବଞ୍ଚିବାଠୁ ତାପରେ ଜଣକର ସୁଦୂର ପ୍ରସାରୀ ପ୍ରଭାବହୀନ ଓ ସୁତରାଂ ବିଶେଷତ୍ୱବିହୀନ ଆତ୍ମହତ୍ୟା କୋଉ ଦୃଷ୍ଟିରୁ ଉତ୍କୃଷ୍ଟତର ଯେ? କୁଟାଖିଅକୁ ଆଶ୍ରା କଲା ପରି ତେଣୁ ତାର ନିରୀହତା ଉପରେ ଭରସା ରଖିବାକୁ ହିଁ ସେ ବାଧ୍ୟ ହେଲା ଏଣିକି। କିନ୍ତୁ ସେତିକି ସୁବିଧା ବି ତାକୁ ନ ଦେବା ଲାଗି ତାର ପ୍ରତିପକ୍ଷମାନେ ବଦ୍ଧପରିକର ଥିଲେ ଯେମିତି। ଶୂନଶାନ୍ ନିଶାର୍ଦ୍ଧରେ ନଚେତ୍ କବାଟ ଠକ୍ ଠକ୍ କରି ଶେଯରୁ ଉଠେଇ ନେଇ ଦିବାକରକୁ ବିଚାରର ସମ୍ମୁଖୀନ ହେବାକୁ ବାଧ୍ୟ କରାଗଲା କେମିତି? ପ୍ରଥମେ ତ ଏ ବିଚାରଣା ପ୍ରତି ଦିବାକର ଗୁରୁତ୍ୱ ନଦେଲେ ବି ଚଳିବ ବୋଲି ଭାବି ବସିଲା, କାରଣ ତାର ସନ୍ଦେହ ହେଲା ଯେ ହୁଏତ ସେ ଏକ ଅଭିନୟ ଦେଖୁଛି, ଯେଉଁଠି ୱିଗ୍ ଓ ଗାଉନ୍ ପିନ୍ଧି ବିଚାରକ ଆସନରେ ଉପବିଷ୍ଟା ଖୋଦ୍ ତାର ପତ୍ନୀ, ଯାହା ପ୍ରତି ପ୍ରେମ ସମ୍ଭାଷଣରେ ସେ ଏତେ ଅଭ୍ୟସ୍ତ ଯେ ଆଜିର ଏହି ବିଶେଷ ପରିସ୍ଥିତିରେ ବିଚାରକର ପଦମର୍ଯ୍ୟାଦା ଅନୁରୂପ ସମ୍ବୋଧନ ତା ପାଇଁ ଏକ ସମସ୍ୟା। ତଥାପି ସ୍ୱପକ୍ଷ ସମର୍ଥନ ଲାଗି ତା ନିକଟରେ ଗଚ୍ଛିତ ପ୍ରମାଣଗୁଡ଼ିକୁ, ଆପେଲଗୁଡ଼ିକୁ କନାରେ ପୋଛି ପାଛି ଫଳ ଦୋକାନୀ ଥାକରେ ସଜେଇ ରଖିଲା ପରି ସେ ସଜେଇ ରଖୁଥିଲା ମନେ ମନେ। ଆତ୍ମସମର୍ଥନ ପାଇଁ ଯେତିକି ଅବକାଶ ତାକୁ ମିଳିଥିଲା, ସେଥିରେ ତାର ନିରୀହତାକୁ ସାବ୍ୟସ୍ତ କରିବାକୁ ଯାଇ ସେ ଯୁକ୍ତି ବାଢ଼ିଥିଲା ଯେ ଯଦିଓ ଏପର୍ଯ୍ୟନ୍ତ ବିପଦ ବେଳେ କାହାକୁ ସେ ବିଶେଷ କିଛି ସାହାଯ୍ୟ କରିନାହିଁ, ଯଦିଓ ତା ନିଯୁକ୍ତି ପାଇଁ ସେ କିଛି ଦୌଡ଼ାଦୌଡ଼ି କରିଥିବା କଥା ମିଛ ନୁହେଁ, ଯଦିଓ ଆତ୍ମରକ୍ଷା ପାଇଁ କେବେ କେମିତି ପଦେ ଅଧେ ମିଛ ସେ କହିଦେଇଛି ପରିସ୍ଥିତିର ଚାପରେ, କିନ୍ତୁ ଜାଣିଶୁଣି କାହାର କିଛି କ୍ଷତି କରିବାକୁ ସେ ଚାହିଁ ନାହିଁ କେବେ ବି। କିନ୍ତୁ ହଠାତ୍ ତାର ମନେ ହେଲା ଏହି ଯୁକ୍ତିଗୁଡ଼ିକ ଖୁବ୍ ସନ୍ତୋଷଜନକ ନୁହନ୍ତି ଓ ତେଣୁ ସେ ଶେଷପନ୍ଥା ରୂପେ ବର୍ତ୍ତମାନ ବିଚାରକ ଆସନରେ ବସିଥିଲେ ବି ତାର ଦୀର୍ଘ ଜୀବନ ପାଇଁ ପାଟଶାଢ଼ୀ ପିନ୍ଧି ସାବିତ୍ରୀ ବ୍ରତ ସମେତ ବହୁତ ବ୍ରତ ଓ ଉପବାସ ଇତ୍ୟାଦି ନିର୍ଜଳା ପାଳନ କରୁଥିବା ତାର ପତ୍ନୀର ହୃଦୟକୁ ସ୍ପର୍ଶ କଲା ପରି କଣ୍ଠରେ କହି ଉଠିଲା, ତା ଛଡ଼ା ତୁମେ ତ ଜାଣିଛ ତୁମ ପ୍ରତି ମୋ ପ୍ରେମର ନିଷ୍ଠା ଓ ନିର୍ମଳତା। କିନ୍ତୁ ବିଚାରକଙ୍କ କଠୋର ନିରପେକ୍ଷତା ନିକଟରେ ପ୍ରେମିକାର ଆବେଗ ଓ ପ୍ରତିଭକ୍ତିର ସ୍ପର୍ଶକାତରତା ହାର ମାନିଲେ ସେଦିନ। ସାବଧାନ ଦିବାକର, ବିଚାରକ ଦୃଢ଼ କଣ୍ଠରେ କହିଲେ, ପ୍ରେମର
ନିଜର ନାଁ ନେଇ ସୁବିଧା ମାରି ନେବାର ଅପଚେଷ୍ଟା କର ନା ଆଉ ଏତେ। ପ୍ରେମର ଏତେ ପ୍ରଶସ୍ତି ଗାନ ସତ୍ତ୍ୱେ ତୁମ ପ୍ରେମର ସ୍ୱରୂପ ଧରା ପଡ଼ିଯାଇଛି ଏବେ। ବୃହତ୍ ପରିପ୍ରେକ୍ଷୀରେ ଇତିହାସ ସୃଷ୍ଟି କରିବା ପାଇଁ ନିଜର ଅଯୋଗ୍ୟତା ପ୍ରମାଣିତ ହେବା ପରେ ବାଘ ନ ଦେଖିଲେ ବିଲେଇ ଦେଖ ନ୍ୟାୟରେ ପ୍ରେମକୁ ଆଳ କରି ତୁମେ ତୁମର ସୀମିତ ପରିସର ଭିତରେ ସୃଷ୍ଟି କରିବାକୁ ଚାହିଁଥିଲ ଦୃଷ୍ଟି ଆକର୍ଷକ କିଛି ହୋଇଚାଇ। ତୁମର କପଟାଚାର ପାଇଁ ତେଣୁ ତୁମର ନିରୀହତାକୁ ସାବ୍ୟସ୍ତ କରିବା ଅଧିକାର ତୁମଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାଢ଼ି ନିଆଗଲା। ଏଭଳି ଏକ ଅପ୍ରତ୍ୟାଶିତ ନିଷ୍ପତ୍ତିରେ ଦିବାକର କିନ୍ତୁ ସନ୍ତୁଷ୍ଟ ହୋଇପାରୁନି। ସେ ଭାବୁଛି ଦିନେ ନା ଦିନେ କେବେ ନା କେବେ ସେ ପ୍ରତିବାଦ କରିବ ଏହା ବିରୁଦ୍ଧରେ। ଯେତେ କ୍ଷୀଣ ଓ ଅସ୍ପଷ୍ଟ ସ୍ୱରରେ ହେଲେ ବି ବିଚାର କକ୍ଷ ଲୋକାରଣ୍ୟ ହେଇଥାଉ କି ଶୂନ୍ୟ ଥାଉ, ବିଚାରକ ଆସୀନ ଥାଆନ୍ତୁ କି ନଥାଆନ୍ତୁ ସେଦିନ